ଯାହାଙ୍କର ସ୍ଫୁରିତ ବଚନ ଶୁଷ୍କ ମନରେ ବିସୃଷ୍ଟି କରେ ପ୍ରେରଣା ବାର୍ତ୍ତା। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଏହି ବାର୍ଷିକ ଉତ୍ସବର ସ୍ୱତନ୍ତ୍ର ଅତିଥି ଶ୍ରୀଯୁକ୍ତ ଅଭିଜିତ ପ୍ରଧାନ ମହୋଦୟ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଜଗତସିଂହପୁର। ଯୋରଦାର ସରକାରୀ ମାଧ୍ୟମରେ ଆମେ ଏହି ବାର୍ଷିକ ଉତ୍ସବକୁ ତାଙ୍କୁ ସ୍ୱାଗତ କରିବା ଓ ପିଲାମାନଙ୍କୁ ଅନୁରୋଧ କରିବି ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ଏହି ସଭାକୁ ସ୍ୱାଗତ କରିବେ। এবং পরবর্তী পর্যায়ে ମୁଁ ଯାହାଙ୍କୁ ଆମନ୍ତ୍ରିତ କରିବି ଏହି ସଭାକୁ, ସେ ଆଉ କେହି ନୁହନ୍ତି, ସେ ସମସ୍ତଙ୍କର ପ୍ରିୟ ଏବଂ ତାଙ୍କ ପାଇଁ ମୁଁ ପଦକ୍ଷେପ କହିପାରିବି ଯାହାଙ୍କ ନାମରେ ଅଛି ଶାନ୍ତି ସଂଜ୍ଞା, ଯାହାଙ୍କ ନାମରେ ଅଛି ଶାନ୍ତି ସଂଜ୍ଞା, ସତ୍ୟ ଅଟେ ତାଙ୍କ ଧର୍ମ, ସଭିଙ୍କ ମନରେ ଘର କରିଛନ୍ତି, ସ୍ୱଚ୍ଛ ଅଟେ ତାଙ୍କ କର୍ମ, ସ୍ୱଚ୍ଛ ଅଟେ ତାଙ୍କ କର୍ମ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଆମର ଏହି ବାର୍ଷିକ ଉତ୍ସବର ମୁଖ୍ୟ ବକ୍ତା ପ୍ରଶାନ୍ତ କୁମାର ସାହୁ ସାର୍, ପ୍ରଧାନ ଶିକ୍ଷକ ବାଗଟ ଆଶ୍ରମ ବିଦ୍ୟାଳୟ। ତାଙ୍କୁ ମଧ୍ୟ ଆମେ ଏହି ସଭାକୁ ସ୍ୱାଗତ କରିବା। ମୁଁ ପିଲାମାନଙ୍କୁ ଅନୁରୋଧ କରିବି କରତାଳି ମାଧ୍ୟମରେ ଏବଂ ପୁଷ୍ପଗୁଚ୍ଛ ଏବଂ ଉତ୍ତର ପ୍ରଦାନ ପୂର୍ବକ ଆମେ ଏହି ସଭାକୁ ସ୍ୱାଗତ କରିବେ। ଗୋଟେ ଜୋରଦାର କରତାଳି ସାରଙ୍କ ପାଇଁ। ଏହାପରେ ମୁଁ ଆମନ୍ତ୍ରିତ କରିବା ପାଇଁ ଚାହିଁବି ମଞ୍ଚକୁ ସେହି ବ୍ୟକ୍ତିତ୍ୱ, ନିଜ ଅଞ୍ଚଳର ଉନ୍ନତି କରିବା ଅଟେ ଯାହାଙ୍କର ନିଶା, ନିଜ ଅଞ୍ଚଳର ଉନ୍ନତି କରିବା ଅଟେ ଯାହାଙ୍କର ନିଶା, ବିପଦେ ଆପଦେ ସଭିଙ୍କର ଥାଏ ତାଙ୍କ ଉପରେ ଭରସା, ସେବା ମନୋବୃତ୍ତି ମନେ ରଖି ତାଙ୍କ କରନ୍ତି ଆପ୍ରାଣ ଚେଷ୍ଟା, ଏହି ପଞ୍ଚାୟତ ଦେଖେ ପରା ଆଜି ତାଙ୍କରି ଅପୂର୍ବ ନିଷ୍ଠା, ଏହି ଅଞ୍ଚଳ ଦେଖେ ପରା ଆଜି ତାଙ୍କରି ଅପୂର୍ବ ନିଷ୍ଠା। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ସମ୍ମାନିତ ଅତିଥି ମହାନ୍ତି ବିରୁଆ ମହୋଦୟ, ମଣ୍ଡଳ ସଭାପତି ଜଗତସିଂହପୁର। ତାଙ୍କୁ ମଧ୍ୟ ଆମେ ଜୋରଦାର କରତାଳି ମାଧ୍ୟମରେ ଆମେ ଏହି ବାର୍ଷିକ ଉତ୍ସବ ସଭାକୁ ସ୍ୱାଗତ କରିବା ଓ ପିଲାମାନଙ୍କୁ ଅନୁରୋଧ କରିକି ସେ ପୁଷ୍ପଗୁଚ୍ଛ ଏବଂ ଉତ୍ତର ପ୍ରଦାନ କରି ଆମେ ଏହି ସଭାକୁ ସ୍ୱାଗତ କରିବୁ। ଗୋଟେ ଜୋରଦାର କରତାଳି ଦେଉ ସାର୍ଙ୍କ ପାଇଁ। ଏହାପରେ ମୁଁ ଆମନ୍ତ୍ରିତ କରିବା ପାଇଁ ଚାହିଁବି ସେହି ବ୍ୟକ୍ତିତ୍ୱ ଯାହାଙ୍କର ଜୀବନ ଶିଳାଲେଖରେ ରହିଛି କଷ୍ଟ ବଳିଷ୍ଠର ଲିପି, ଯାହାଙ୍କର ମନ ପାହାଡ଼ି ଝରଣାର ଜୟ କରି ନିର୍ମଳ, ଯାହାଙ୍କର ହସ ଖୁସି ଲୋକମାନଙ୍କର ହସ ଖୁସିର ଅନୁକୂଳ, ଯାହାଙ୍କର ସ୍ପଷ୍ଟବାଦୀ ବ୍ୟକ୍ତିତ୍ୱ ନିକଟରେ ଭୁଷୁଡ଼ି ପଡ଼େ ମିଛ ଅନ୍ୟାୟର ପାହାଡ଼। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଶ୍ରୀଯୁକ୍ତ ଯୁଦ୍ଧାରବାନ ସିଂ, ସମିତ ସଭ୍ୟ ବୈରପାଣି ଗ୍ରାମ ପଞ୍ଚାୟତ। ତାଙ୍କୁ ମଧ୍ୟ ଆମେ ଜୋରଦାର କରତାଳି ଏବଂ ପୁଷ୍ପଗୁଚ୍ଛ ଏବଂ ଉତ୍ତର ପ୍ରଦାନ ପୂର୍ବକ ଆମେ ଏହି ସଭାକୁ ସ୍ୱାଗତ କରିବା। ଗୋଟେ ଜୋରଦାର କରତାଳି ଦେଉ। ଏହାପରେ ମୁଁ ଆମନ୍ତ୍ରିତ କରିବା ପାଇଁ ଚାହିଁବି ସେହି ବ୍ୟକ୍ତିତ୍ୱ ଯାହାଙ୍କର ହୃଦୟ ତାଙ୍କର ଅଟେ ଯେ କୋମଳ ନାହିଁ ତାଙ୍କ ମନେ ମୋହ, ଅବିରତ ସିଏ କାମ କରୁଥାନ୍ତି ନଜକି ନିଜର ଦେହ, ତାଙ୍କ ବାର୍ତ୍ତାଳାପ କେତେ ଯେ ମଧୁର ପାରୁନି ମୁହିଁ ବଖାଣି, ମରମର କଥା ଜାଣି ସେ ପଠାନ୍ତି କହେ ଯେ ତାଙ୍କ ଚାହାଣୀ, କହେ ଯେ ତାଙ୍କ ଚାହାଣୀ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଶ୍ରୀମତୀ ପାର୍ବତୀ ଆଲ ଦାସ ସରପଞ୍ଚ ବୈରପାଣି ଜିପି। ତାଙ୍କୁ ଚାଲନ୍ତୁ ଆମେ ଉପଢୌକନ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରି ଆଜିର ସଭାକୁ ସ୍ୱାଗତ କରିବା। ଆମେ ଦୁଃଖିତ ସେ ବର୍ତ୍ତମାନ ସୁଦ୍ଧା ଆମ ଗହଣରେ ଉପସ୍ଥିତ ନାହାନ୍ତି। ନିଶ୍ଚିତ ଭାବରେ ଆଗାମୀ ସମୟରେ ସଭା କାମ କାର୍ଯ୍ୟ ଚାଲୁ ରହୁଥିବା ସମୟରେ ସେ ଆମ ସହିତ ଜଡ଼ିତ ରହିବେ। ଏହାପରେ ମୁଁ ସ୍ୱାଗତ କରିବାକୁ ଚାହିଁବି ସେହି ବ୍ୟକ୍ତିତ୍ୱ ଯିଏ ନିଜ କର୍ମ କରି ଯିଏ ତୋଳିଛନ୍ତି ଅଭିଜ୍ଞତା ଅଟାଳିକା, ତାଙ୍କ ପାଖେ ଯେତେ ଜୀବନ ଯନ୍ତ୍ରଣା ସବୁ ଲାଗୁଥାଏ ଫିକା, ସବୁ ଲାଗୁଥାଏ ଫିକା। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଆମ ସମସ୍ତଙ୍କର ପ୍ରିୟ ଅନ୍ତର୍ଯାମୀ ସାର୍। ତାଙ୍କୁ ଆମେ ଆଜିର ଏହି ସଭାକୁ ଅନ୍ୟତମ ସମ୍ମାନିତ ଅତିଥି ରୂପେ ସ୍ୱାଗତ କରିବା। ଗୋଟେ କରତାଳି ମାଧ୍ୟମରେ ଆଜିର ସଭାକୁ ସ୍ୱାଗତ କରିବା। ଶ୍ରୀଯୁକ୍ତ ଅନ୍ତର୍ଯାମୀ ସେଠୀ ସାର୍, ବାଉଁଶମାଳି ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ।
ଗୋଟେ ଜୋରଦାର କରତାଳି ମାଧ୍ୟମରେ ଆମେ ତାଙ୍କୁ ସ୍ୱାଗତ କରିବା। ଏହାପରେ ସେହି ବ୍ୟକ୍ତିତ୍ୱକୁ ମୁଁ ସ୍ୱାଗତ କରିବି ଯିଏ ରଖିଛନ୍ତି ସବୁ ସମସ୍ୟାର ଅପର୍ଯ୍ୟାପ୍ତ ସମାଧାନ, ଯିଏ ରଖିଛନ୍ତି ସବୁ ସମସ୍ୟାର ଅପର୍ଯ୍ୟାପ୍ତ ସମାଧାନ କେଉଁଠି ମିଳିବ ଏମିତି ବ୍ୟକ୍ତିତ୍ୱ ଅଟେ ତାଙ୍କ ଖୋଲା ମନ, ଅଟେ ତାଙ୍କ ଖୋଲା ମନ। ଆଜ୍ଞା ହଁ, ସିଏ ଏପରି ଜଣେ ବ୍ୟକ୍ତିତ୍ୱ ଯାହାଙ୍କ ପାଖରେ ଆମେ ସବୁ କିଛିର ସମାଧାନ ପାଇପାରିବା। ସେପରି ଏକ ବ୍ୟକ୍ତିତ୍ୱ ହେଉଛନ୍ତି ଆମର ମୃତ୍ୟୁଞ୍ଜୟ ସାହୁ ସାର୍, ସୁଆପାଳ ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ। ତାଙ୍କୁ ମଧ୍ୟ ଆମେ ଆଜିର ଏହି ବାର୍ଷିକ ଉତ୍ସବକୁ ଅନ୍ୟତମ ସମ୍ମାନିତ ଅତିଥିରେ ସ୍ୱାଗତ କରିବା। ମୃତ୍ୟୁଞ୍ଜୟ ସାହୁ ସାର୍ ଗୋଟେ ଜୋରଦାର କରତାଳି ମାରିବା ଏବଂ ତାଙ୍କୁ ସ୍ୱାଗତ କରିବା। ମୁଁ ପିଲାମାନଙ୍କୁ ଅନୁରୋଧ କରିବି ପୁଷ୍ପଗୁଚ୍ଛ ଏବଂ ଉତ୍ତର ପ୍ରଦାନ କରି ଆଜିର ସଭାକୁ ସ୍ୱାଗତ କରିବି। ଏବଂ ଏହାପରେ ମୁଁ ସ୍ୱାଗତ କରିବା ପାଇଁ ଚାହିଁବି ସେହି ବ୍ୟକ୍ତିତ୍ୱ ଯିଏ ଦୁଃଖର ସହରେ ଆଶାର ଆଲୋକ, ଦୁଃଖର ସହରେ ଆଶାର ଆଲୋକ ଯିଏ ନିଜେ ସାଜିଛନ୍ତି। ଯେତେ ଦୁଃଖ ଥିଲେ ଯାହାକୁ ଦେଖିଲେ ଓଠରେ ହସ ଫୁଟାନ୍ତି। ନିଶ୍ଚିତ ଭାବରେ ସେ ଏପରି ଏକ ବ୍ୟକ୍ତିତ୍ୱ ଯାହାଙ୍କ ବ୍ୟକ୍ତିତ୍ୱରେ ତାଙ୍କ ଓଠରେ ସବୁବେଳେ ପାଇଁ ହସ ଥାଏ। ଯେତେ ଦୁଃଖ ଥାଉ, ଯେତେ କଷ୍ଟ ଥାଉ, ଯେତେ ଯନ୍ତ୍ରଣା ଥାଉ, ତାଙ୍କ ଓଠରେ ସବୁବେଳେ ପାଇଁ ହସ ରହିଥାଏ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଆଉ ଜଣେ ସମ୍ମାନିତ ଅତିଥି ଶ୍ରୀଯୁକ୍ତ ଦେବାନନ୍ଦ ନାୟକ ସାର୍, ସୁରକ୍ଷା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ। ତାଙ୍କୁ ମଧ୍ୟ ଆମେ ଏଇ ଆଜିର ଏହି ବାର୍ଷିକ ଉତ୍ସବକୁ ଅନ୍ୟତମ ସମ୍ମାନିତ ଅତିଥି ରୂପେ ସ୍ୱାଗତ କରିବା। ଗୋଟେ ଜୋରଦାର କରତାଳି ମାଧ୍ୟମରେ ଦେବାନନ୍ଦ ସାର୍ଙ୍କୁ ଆମେ ଏହି ବାର୍ଷିକ ଉତ୍ସବକୁ ସ୍ୱାଗତ କରିବା। ଏହାପରେ ଆମେ ସ୍ୱାଗତ କରିବା ସେହି ବ୍ୟକ୍ତିତ୍ୱ ଯିଏ ନିଜର କର୍ମ ଛାଡ଼ି ବିଦ୍ୟାଳୟ ପାଇଁ ସମୟ ଦେଇଥାନ୍ତି, ଯିଏ ନିଜର ପରିବାରକୁ ଛାଡ଼ି ବିଦ୍ୟାଳୟକୁ ନିଜ ପରିବାର ବୋଲି ଭାବିଛନ୍ତି। ସେହିପରି ଜଣେ ବ୍ୟକ୍ତିତ୍ୱ ସିଏ ମାଟି ଗୁଡ଼ି ଏଠି ଚିହ୍ନ ପଡ଼ା ତାଙ୍କୁ ତାଙ୍କ ସହଯୋଗ ପାଇଁ ଏ ବିଦ୍ୟାଳୟକୁ ହ୍ୟାଲୋ ବିକାଶ ଅଛନ୍ତି ଚାହିଁ, ବିକାଶର ବଂଶୀ ବାଜି ଉଠେ ଆଜି। ତାଙ୍କ ଇଚ୍ଛା ଶକ୍ତି ବଳେ ନିଜ କାମ ଛାଡ଼ି ସମୟ ଢାଳନ୍ତି ଏହି ବିଦ୍ୟାଳୟ ଗୁଡ଼େ, ଏହି ବିଦ୍ୟାଳୟ ଗୁଡ଼େ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଶ୍ରୀଯୁକ୍ତ ଲବ ମାରାଣ୍ଡି, ସଭାପତି ବିଦ୍ୟାଳୟ ପରିଚାଳନା କମିଟି। ତାକୁ ମଧ୍ୟ ଆମେ ଆଜିର ସଭାକୁ ଆମେ ସ୍ୱାଗତ କରିବା। ଶ୍ରୀଯୁକ୍ତ ଲବ ମାରାଣ୍ଡି ମହୋଦୟ ଗୋଟେ ଜୋରଦାର କରତାଳି ଦେଇ ଆମେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମହୋଦୟଙ୍କୁ ଆଜିର ବାର୍ଷିକ ଉତ୍ସବକୁ ସ୍ୱାଗତ କରିବା। ଏବଂ ଏହାପରେ ମୁଁ ଆମନ୍ତ୍ରିତ କରିବା ପାଇଁ ଚାହିଁବି ସେହି ବ୍ୟକ୍ତିତ୍ୱ ଯିଏ ଏହି ଜଙ୍ଗଲ ମଧ୍ୟରେ ରହି ମଧ୍ୟ ସେ ପିଲାମାନଙ୍କର ଭବିଷ୍ୟତ କଥା ଚିନ୍ତା କରିଛନ୍ତି ଏବଂ ଯିଏ ନିଜର ସମସ୍ତ କାମ ଛାଡ଼ି ବିଦ୍ୟାଳୟର ପ୍ରତିଟି କାର୍ଯ୍ୟରେ ନିଜକୁ ନିୟୋଜିତ କରିଥାନ୍ତି। ସିଏ ହେଉଛନ୍ତି ଜ୍ଞାନୀ ଗୁଣୀଙ୍କର ସରଳ ସ୍ୱଭାବ କରଇ ସଭିଙ୍କୁ ବସ, ସମାଜ ସେବାରେ ଜଗତ କଲ୍ୟାଣେ ଉଡ଼େ ତାଙ୍କ କୀର୍ତ୍ତି ଯଶ, ଉଡ଼େ ତାଙ୍କ କୀର୍ତ୍ତି ଯଶ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ନଅଣା ଆଶ୍ରମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କ୍ଷୀରୋଦ ସାର୍। ମୁଁ ଅନୁରୋଧ କରିବି କ୍ଷୀରୋଦ ସାର୍ଙ୍କୁ ସେ ଆମର ବାର୍ଷିକ ଉତ୍ସବ ମଞ୍ଚକୁ ସେ ଆସିବେ ଏବଂ ମୁଁ ପିଲାମାନଙ୍କୁ ଅନୁରୋଧ କରିବି ସେ ପୁଷ୍ପଗୁଚ୍ଛ ଏବଂ ଉତ୍ତର ପ୍ରଦାନ ପୂର୍ବକ ଆଜିର ଏହି ସଭାକୁ ସ୍ୱାଗତ କରିବେ। ଗୋଟେ ଜୋରଦାର କରତାଳି ହେଉଛି କ୍ଷୀରୋଦ ସାର୍ଙ୍କ ପାଇଁ। ଏବଂ ଏହାପରେ ମୁଁ ଆମନ୍ତ୍ରିତ କରିବା ପାଇଁ ଚାହିଁବି ସେହି ବ୍ୟକ୍ତିତ୍ୱ ଯିଏ ଯାହାଙ୍କ ଉପରେ ସଦା ଝରୁଥାଏ ନିର୍ଲୋଭ ନିଷ୍ପାପ ହସ, କର୍ମ ପଥେ ଯିଏ ଆଗେଇ ଚାଲନ୍ତି ଭୁଲି ବର୍ଷ ଦିନ ମାସ। ଏପରି ପିଲାଙ୍କୁ କରିଛନ୍ତି ଯିଏ ତାଙ୍କ ନିଜ ପରିବାର, ସେହି ପରିବାର ବିକାଶ ହେଉଛି ତାଙ୍କର ସାହିତ୍ୟ ସ୍ୱର। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଆଉ ଜଣେ ଆମର ବହୁତ ପରିଚିତ ପ୍ରଧାନ ଶିକ୍ଷକ ଅବଦୁଲ ସମାଦ ସାର୍, ବକଳା ଆଶ୍ରମ ସ୍କୁଲର ପ୍ରଧାନ ଶିକ୍ଷକ। ତାଙ୍କୁ ମଧ୍ୟ ଆମେ ଆଜିର ଏହି ବାର୍ଷିକ ଉତ୍ସବକୁ ସ୍ୱାଗତ କରିବା। ଗୋଟେ ଜୋରଦାର କରତାଳି ମାଧ୍ୟମରେ ଅବଦୁଲ ସାର୍ଙ୍କୁ ଆଜିର ଏହି ବାର୍ଷିକ ଉତ୍ସବକୁ ସ୍ୱାଗତ କରିବା।
এবং ଏହାପରେ ମୁଁ ଆମନ୍ତ୍ରିତ କରିବା ପାଇଁ ଚାହିଁବି ସେହି ବ୍ୟକ୍ତିତ୍ୱ ଯିଏକି ଏ ଯଶୀପୁର ଅଞ୍ଚଳର ପ୍ରତିଟି ବର୍ଗ ସେଣ୍ଟିମିଟରରେ ପରିଚିତ, ଯେଉଁ ବ୍ୟକ୍ତିତ୍ୱ ପ୍ରତିଟି ଦୁଃଖୀଙ୍କ ଉପରେ ହସ ଖେଳାଇବା ପାଇଁ ସଦା ଚେଷ୍ଟିତ, ସେହି ବ୍ୟକ୍ତିତ୍ୱ ଯିଏ ସମସ୍ତଙ୍କୁ ହସେଇବା ପାଇଁ ଦିନ ରାତି ତାଙ୍କ ମନରେ ଉନ୍ମାଦନା ସୃଷ୍ଟି ହୋଇଥାଏ, ଯାହାଙ୍କର କର୍ତ୍ତବ୍ୟନିଷ୍ଠ ମନୋଭାବ ନିକଟରେ ହାର ମାନେ ବ୍ରହ୍ମାଣ୍ଡର ସମୟ ଚକ୍ର, ଯାହାଙ୍କର ସ୍ମିତ ହାସ୍ୟ ବୈଶାଖ୍ୟର ପ୍ରଚଣ୍ଡତାରେ ବି ଭରେ ମନରେ ଶୀତଳତା, ଯାହାଙ୍କର ଅଭିପ୍ରେରଣା ଉର୍ଜା ଭରେ ଛୁଇଁବାକୁ ଦୂର ଦିଗ୍ବଳୟର ଚିତ୍ରିତ ଇନ୍ଦ୍ରଧନୁ, ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଶ୍ରୀଯୁକ୍ତ ରଞ୍ଜନ କୁମାର ତ୍ରିପାଠୀ ମହୋଦୟ। ଚାଲନ୍ତୁ ତାଙ୍କୁ ମଧ୍ୟ ଆଜି ଆମର এই ବାର୍ଷିକ ଉତ୍ସବକୁ ସ୍ୱାଗତ କରିବା। ରଞ୍ଜନ କୁମାର ତ୍ରିପାଠୀ ମହୋଦୟ ସ୍ୱାସ୍ଥ୍ୟ ପର୍ଯ୍ୟବେକ୍ଷକ ଯଶୀପୁର ସିଏଚସି। ମୁଁ ପିଲାମାନଙ୍କୁ ଅନୁରୋଧ କରିବି ପୁଷ୍ପଗୁଚ୍ଛ ଏବଂ ଉତ୍ତର ପ୍ରଦାନ କରି ଆଜିର ଏହି ସଭାକୁ ସ୍ୱାଗତ କରିବେ ରଞ୍ଜନ ସାର୍ଙ୍କୁ। ଏବଂ ପରିଶେଷରେ ମୁଁ ପରିଚିତ କରିବା ପାଇଁ ଚାହିଁବି ସେହି ବ୍ୟକ୍ତିତ୍ୱ ଯିଏ ନିଜର ସଂସାର ନିଜର ସନ୍ତାନ ସମସ୍ତଙ୍କୁ ଜଳାଞ୍ଜଳି ଦେଇ ଆଜି ବିଦ୍ୟାଳୟର ଉନ୍ନତି ପଥରେ ସଦା କର୍ମତତ୍ପର, ଯିଏ ଏହି ବିଦ୍ୟାଳୟକୁ ବିକାଶମୁଖୀ କରିବା ପାଇଁ ନିଜର ଦେହ ଶରୀର ସବୁକିଛିକୁ ଭୁଲି ଯାଇଛନ୍ତି, ଯିଏ ରହିଛନ୍ତି ପିଲାଙ୍କ ମନରେ ନାହିଁ ତାଙ୍କ ମନେ ଘୃଣା, ତାଙ୍କରି ଚେଷ୍ଟାରେ ବିଦ୍ୟାଳୟ ଆଜି ଲାଗିଛି ବିକାଶ ଡେଣା, ସମସ୍ତଙ୍କୁ ନିଜ ପରିବାର ଭଳି କରିଛନ୍ତି ଆପଣାର, ତାଙ୍କରି ଉଦ୍ୟମେ ହସୁଅଛି ଆଜି ଏ ବିଦ୍ୟାଳୟ ଆମର, ଏ ବିଦ୍ୟାଳୟ ଆମର। ଯାହାଙ୍କର ଦମ୍ଭ ଉକ୍ତି ଭରେ ପିଲାମାନଙ୍କ ଠାରେ ପ୍ରେରଣାର ସ୍ୱର, ଯାହାଙ୍କର ମାଦକତା ଭରା ହସରେ କୁନି କୁନି ପିଲାମାନେ ଖୋଜି ପାଆନ୍ତି ପିତାମାତାଙ୍କ ଠାରୁ ହରାଇଥିବା ସ୍ନେହ ଓ ଶ୍ରଦ୍ଧା, ଯାହାଙ୍କର ସ୍ଥିତପ୍ରଜ୍ଞ ମନୋଭାବ ପାଇଁ ହସି ଉଠୁଛି ଆଜି ଏହି ବିଦ୍ୟାଳୟ ଓ ବିଦ୍ୟାଳୟ ପରିବେଶ। ସେ ଆଉ କେହି ନୁହନ୍ତି, ସେ ହେଉଛନ୍ତି ଶ୍ରୀଯୁକ୍ତ ସୁଶାନ୍ତ କୁମାର ଦାସ। ଆଜି ଏହି ବାର୍ଷିକ ଉତ୍ସବର ଆବାହକ ତଥା ଏହି ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ତେଣୁ ତାଙ୍କୁ ମଧ୍ୟ ଆଜି ଆମେ ଏହି ସଭାକୁ ପୁଷ୍ପଗୁଚ୍ଛ ଏବଂ ଉତ୍ତର ପ୍ରଦାନ କରି ସ୍ୱାଗତ କରିବା। বর্তমান আমার সমস্ত অতিথি আমার নিকটরে মঞ্চাসীন, নিশ্চিত ভাবে আজি এই দিনটি আমার এক সৌভাগ্যর দিন, গৌরবর দিন।